ଆଜିର ଏ ରେସିପିଟା ନା ପୁରା ୟୁନିକ୍ ଆଣ୍ଡ ପୁରା ସ୍ପାଇସି ରେସିପିଟା। କାରଣ ଏ ରେସିପିଟାର ନାଁ ହେଉଛି ଡବଲ ଲେୟାର ଲଙ୍କା ଫ୍ରାଏ। ଆପଣମାନେ ଯଦି ଏମିତି ଥରେ ବନେଇକି କାହାକୁ ଖୁଆଇ ଦେଲେ ନା, ସେ ତ ପୁରା ଆପଣଙ୍କ ପଛରେ ହିଁ ପଡ଼ିଯିବେ କି ବାର ବାର ଏମିତି ବନେଇକି ମୋତେ ଦିଅ। କାହିଁକି ନା ଏଇଟା ପଖାଳ ଭାତ ପାଇଁ ପୁରା ପରଫେକ୍ଟ। ଆଉ କିଛି ବି ଦରକାର ନାହିଁ, ଗରମ ଭାତରେ ବି ଆପଣମାନେ ଯଦି ଚାହିଁବେ ଖାଇକି ବି ଏନ୍ଜୟ କରିପାରିବେ। ପ୍ରଥମେ ମୁଁ ଏଠି କିଛିଟା ଲଙ୍କା ନେଇଯାଇଥିଲି, ଭଲ ଭାବରେ ଧୋଇକି ଆଣି ସାରିବା ପରେ ତା ମଝିରୁ ଦେଖିପାରୁଥିବେ ଆପଣମାନେ ମୁଁ କେମିତି କଟ୍ ଲଗାଉଛି। ଯେମିତିକି ଆମର ଯାହା ବି କିଛି ଗୋଟା ଭଜା ହଉ ଯେମିତି କଟା ହୁଏ ସେମିତି କରି କାଟି ନେବା ଲଙ୍କା ଗୁଡ଼ିକ ସବୁ। ଲଙ୍କାକୁ ଏମିତି କଟ୍ ଦେଉଥିବା କି ଯେମିତିରେ କି ଯାହାଦ୍ୱାରା ଆଗପଟ ସାଇଡ଼୍ ହିଁ କାଟୁଥିବ, ପଛପଟ ପୁରା କଟି ଯାଉନଥିବ, ହାଲକାର ଗୋଟେ ଲେୟାର ମାରୁଥିବା। ଦେଖିପାରୁଥିବେ ଆପଣମାନେ ଯେମିତି ଦେଖେଇଲି। ସବୁ ଲଙ୍କାକୁ ଭଲ ଭାବରେ କାଟି ସାରିବା ପରେ ତା ଭିତରେ ମସଲା ଦେବା ପାଇଁ ଏଠି ମୁଁ କିଛିଟା ଶୁଖିଲା ଲଙ୍କା ନେଇଛି, ତା ସହିତ ରସୁଣ ନେଇଛି। ରସୁଣ ଆଉ ଶୁଖିଲା ଲଙ୍କାକୁ ଏଠି ଆମେ ଛେଚିକି ଦେବା, ଚୋପା ଛଡ଼େଇବାନି ରସୁଣର। ସ୍ୱାଦ ଅନୁସାରେ ଲୁଣ ଦେଇଥିଲି ଆଉ ଅଳ୍ପ ଟିକେ ସୋରିଷ ତେଲ ଦେଇ ନେଇଥିଲି। ତାପରେ ଯେମିତି ଆମର ଗୋଟା ଭଜା ଭିତରେ ମସଲା ପୁର ଦିଆଯାଇଥାଏ ଯାହା ବି କିଛି, ସେମିତି ଭାବରେ ଲଙ୍କା ଭିତରେ ମଧ୍ୟ ଏ ଯେଉଁ ରସୁଣ ଆଉ ଶୁଖିଲା ଲଙ୍କା ଛେଚାକୁ ଦେଇ ନେବା ଭଲ ଭାବରେ। ତାପରେ ଗ୍ୟାସ୍ ଉପରେ ଗୋଟେ କଡ଼େଇ ବସାଇ ନେବା। କଡ଼େଇ ଗରମ ହେବା ପରେ ସେଥିରେ ଆମେ ଦେଇ ନେବା ସୋରିଷ ତେଲ। ତେଲ ଦେଇ ସାରିବା ପରେ ଯେଉଁ ଲଙ୍କା ଆମେ ରଖିଥିଲେ ସେଥିରେ ଦେଇ ନେବା। ଦେଇ ସାରିବା ପରେ ସାଙ୍ଗେ ସାଙ୍ଗେ ମୁଁ ଏଠି କଭର୍ କରି ନେଇଥିଲି, ଯେହେତୁ ଲଙ୍କା ପୁରା ଫାଟିଲା ଯେମିତି ଟକଟାକ୍, ମୁଁ କଭର୍ କରି ନେଇଥିଲି। ତାପରେ 2 ସେକେଣ୍ଡ 3 ସେକେଣ୍ଡ ପରେ କାଢ଼ିକି କଭର୍କୁ ଦେଖିପାରୁଥିବେ ଆପଣମାନେ ଲଙ୍କାର ପୁରା କଲର୍ ଚେଞ୍ଜ ହେଇଯାଇଛି। ଆଉ ଏଇଟା ବହୁତ କମ୍ ସମୟରେ ବି ମଧ୍ୟ ବନିଯିବ। 5ରୁ 10 ମିନିଟ୍ ଭିତରେ ହିଁ ଆପଣ ଏଇ ରେସିପିଟା ବନେଇ ନେବେ। ଆଉ ଖାଇବାକୁ ତ ଏତେ ଟେଷ୍ଟି, ମାନେ ଆପଣମାନେ ନିଜେ ହିଁ ବନେଇ ଖାଇଲେ ହିଁ ବିଲିଭ୍ କରିବେ। ଏମିତି ଥରେ ମୁଁ ନିଶ୍ଚୟ କହିବି ଆପଣମାନେ ବନେଇକି ସମସ୍ତଙ୍କୁ ଖୁଆନ୍ତୁ, ଆଉ ଆପଣମାନେ ନିଜେ ବି ଖାଆନ୍ତୁ। ଆଉ ଯଦି ମୋ ଭିଡ଼ିଓଟି ଭଲ ଲାଗୁଥିବ ଗୋଟେ ଲାଇକ୍ କରନ୍ତୁ।